ରିଲ୍ସ ନିଶାରେ ଏବେ ଯୁବପିଢ଼ି ରିଲ୍ସ କରି ରାତାରାତି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଅନେକ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯୁବପିଢ଼ିମାନେ ରିଲ୍ସ ବନାଉଛନ୍ତି, ଯାହାଫଳରେ ଅନେକ ସମୟରେ ଅନେକ ପିଲାଙ୍କ ଜୀବନ ଚାଲିଯାଉଛି। ପୁରୀରେ ପୁଣି ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ହୋଲି ଦିନ କିଛି ଯୁବକ ରିଲ୍ସ ନିଶାରେ ପଡ଼ି ଗଭୀର ସମୁଦ୍ର ଭିତରେ ଏକ ମୋଟର ଚାଳିତ ଡଙ୍ଗାରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଛନ୍ତି। ବିନା ଲାଇଫ୍ ଜ୍ୟାକେଟ୍ରେ ଗଭୀର ସମୁଦ୍ର ଭିତରେ ଡଙ୍ଗା ଉପରେ କିଛି ଯୁବକ ନୃତ୍ୟ କରୁଛନ୍ତି। କେବଳ ସେତିକି ନୁହେଁ, ଡଙ୍ଗାକୁ ସମୁଦ୍ର ଭିତରେ ଚକ୍ରି ଭଳି ବିପଜ୍ଜନକ ଭାବରେ ଘୋରାଉଛନ୍ତି। ତେବେ ଏହି ଭିଡ଼ିଓ ଭାଇରାଲ ପରେ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ପୁରୀ ସମୁଦ୍ର କୂଳରେ ଜିଲ୍ଲା ପ୍ରଶାସନ ତରଫରୁ ଲାଇଫ୍ ଗାର୍ଡ ମୁତୟନ ଥିବା ବେଳେ କିଭଳି କିଛି ଯୁବକ ସମୁଦ୍ର ଭିତରେ ଏକ ଡଙ୍ଗାରେ ବିନା ଲାଇଫ୍ ଜ୍ୟାକେଟ୍ରେ ପ୍ରବେଶ କଲେ ଓ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କଲେ, ସେ ନେଇ ପ୍ରଶ୍ନ ଉଠିଛି। ଯଦି ଉକ୍ତ ଯୁବକଙ୍କ ସହିତ ସମୁଦ୍ର ଭିତରେ କିଛି ବଡ଼ ଅଘଟଣ ଘଟିଥାନ୍ତା, କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏଣୁ ଏଭଳି ବେନିୟମ କାର୍ଯ୍ୟ କରିଥିବା ଯୁବକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ପୁରୀ ପେଣ୍ଠକଟାର କିଛି ମତ୍ସ୍ୟଜୀବୀଙ୍କ ପରିବାରଙ୍କ ଯୁବକମାନେ ଏଭଳି କାର୍ଯ୍ୟ କରିଥିବା ପୁରୀ ସମୁଦ୍ର କୂଳରେ ମୁତୟନ ଥିବା କିଛି ସରକାରୀ ଲାଇଫ୍ ଗାର୍ଡ ପୁରୀକୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସମୁଦ୍ରରେ ଜଳକ୍ରୀଡ଼ା ବ୍ୟବସ୍ଥା ପାଇଁ ମୋଟ 4ଟି କମ୍ପାନୀକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୁମତି ଦେଇଛି। ତେବେ ଉକ୍ତ କମ୍ପାନୀମାନେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମୁଦ୍ର ଭିତରକୁ ଯାଉଥିବା ବୋଟ୍ରେ ପ୍ରତି ଯାତ୍ରୀଙ୍କୁ ଲାଇଫ୍ ଗାର୍ଡ ପ୍ରଦାନ କରୁଛନ୍ତି। ତେବେ ହୋଲି ଦିନ ଯେଭଳି କିଛି ଯୁବକ ବିନା ଲାଇଫ୍ ଜ୍ୟାକେଟ୍ରେ ଡଙ୍ଗାରେ ବିପଜ୍ଜନକ ଷ୍ଟଣ୍ଟ କଲେ, ଏହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଆଗାମୀ ଦିନରେ ବିନା ଲାଇଫ୍ ଜ୍ୟାକେଟ୍ରେ ଯେମିତି କେହି ସମୁଦ୍ର ଭିତରକୁ ଯାଇପାରିବେନି, ସେ ନେଇ ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ସମୁଦ୍ର ଭିତରେ ଡଙ୍ଗାରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା କିଛି ଯୁବକଙ୍କ ଭିଡ଼ିଓ ଆମକୁ ମିଳିଛି। ଏହାକୁ ନେଇ ଆମେ ଅନୁସନ୍ଧାନ କରୁଛୁ। ତେବେ 3ଟି ଡଙ୍ଗାରେ କିଛି ଯୁବକ ଓ କିଛି ମହିଳା ବିନା ଲାଇଫ୍ ଜ୍ୟାକେଟ୍ରେ ସମୁଦ୍ର ଭିତରେ ବୁଲାବୁଲି କରୁଥିବା ସୂଚନା ମିଳିଛି। ତେବେ ଉକ୍ତ ଯୁବକମାନେ କିଏ ଓ କାହା ସହଯୋଗରେ ଏଭଳି କାର୍ଯ୍ୟକାରୀ କରିଛନ୍ତି, ସେ ନେଇ କିଛି ସ୍ପଷ୍ଟ ହୋଇନି। ତେବେ ଉକ୍ତ ଯୁବକଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ। ଆମେ ସବୁ ପର୍ଯ୍ୟଟକଙ୍କୁ ଅନୁରୋଧ କରୁଛୁ, ଏଭଳି ବିପଜ୍ଜନକ କାର୍ଯ୍ୟ କରନ୍ତୁ ନାହିଁ। ସାମୁଦ୍ରିକ ଜଳକ୍ରୀଡ଼ା ପାଇଁ ପ୍ରଶାସନ ଅନୁମତି ଦେଇଥିବା ସଂସ୍ଥା ଦ୍ୱାରା ପରିଚାଳିତ ବୋଟ୍ ମାଧ୍ୟମରେ ସମୁଦ୍ରକୁ ଯାଆନ୍ତୁ। ସେଠାରେ ସମସ୍ତଙ୍କ ସୁରକ୍ଷା ପାଇଁ ଲାଇଫ୍ ଗାର୍ଡ, ଲାଇଫ୍ ଜ୍ୟାକେଟ୍ ସହିତ ବିଭିନ୍ନ ସୁରକ୍ଷା ସାମଗ୍ରୀ ମୁତୟନ କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଡିଜିଟାଲ। ମାନେ ବୁଲାଉଥିଲେ, ମୋଟର ସାହାଯ୍ୟରେ ବୁଲାଉଥିଲେ, ରାଉଣ୍ଡ କରୁଥିଲେ, ପ୍ଲସ୍ କିଛି ଡଙ୍ଗାରୁ ବି ଷ୍ଟକ୍ ମାରୁଥିଲେ, ଆଉ କିଛି ଭିତରୁ ସମୁଦ୍ର କୂଳରୁ ଭିତରକୁ ମଧ୍ୟ ପହଁରିକି ଯାଉଥିଲେ, ଯୋଉଟାକି ଆମେ ତାକୁ ବାରଣ କରିଥିଲୁ। ସେ ବାରଣ ଭିତରେ କିଛି ପିଲା ପଳେଇ ଆସିଲେ, କିନ୍ତୁ କିଛି ମାନିଲେନି, ସେ ଡଙ୍ଗାରେ ଚଢେଇକିରି ଗଲେ। ତ ଜଣା ପଡୁନି ଏପର୍ଯ୍ୟନ୍ତ ସେ ଡଙ୍ଗା ଲୋକାଲି କି କଣ କିଛି ଜଣା ପଡୁନି। କିନ୍ତୁ ଯେତିକି ଆମେ ତାକୁ ଫଲୋ କଲୁ, କୌଣସି ବି ଡଙ୍ଗାରେ ପ୍ରାୟ ପ୍ରତି ଡଙ୍ଗାରେ 10ରୁ ଏଭବ ଲୋକ ଥିଲେ। ଆଉ 3ଟା ଡଙ୍ଗା, ତା ଭିତରେ ଆଉ ଗୋଟେ ଡଙ୍ଗାରେ ପ୍ରାୟ 15-20 ମେମ୍ବର୍ସ କଣ ଥିଲେ ପ୍ରାୟ। ତା ଭିତରେ ବହୁତ ଲେଡିଜ ବି କିଛି ଥିଲେ। ଭାବୁଛି ଥାର୍ଡ ଡଙ୍ଗାଟାରେ କାପାସିଟିରୁ ଅଧିକା ଲୋକ ଥିଲେ, ଯେହେତୁ ଏତେ ବାଟରୁ ଜାଣି ହଉନି, ଡଙ୍ଗାଟା ବି ଆକାର ଜାଣି ହଉନି, ଟିକେ ବହୁତ ଭିତରକୁ ଥିଲା। ତ ଯାହା ବି ହଉ, ସେ ଜିନିଷଟା ଇଲିଗାଲି ବୋଲି ମୁଁ ଭାବୁଛି। କାହିଁକି ନା କୌଣସି ଲାଇଫ୍ ସପୋର୍ଟ ନଥିଲା। ଯେହେତୁ ଆମେ ଯେତେବେଳେ ସମୁଦ୍ର ଭିତରକୁ ଯାଉଛୁ ବୋଟରେ, ଆମକୁ ଲାଇଫ୍ ସପୋର୍ଟ ଡେଫିନେଟଲି ନେବାକୁ ପଡିବ, ଲାଇଫ୍ ଜ୍ୟାକେଟ୍, ଲାଇଫ୍ ବୟ ଏସବୁ ନେବାକୁ ପଡିବ। କିନ୍ତୁ ଯାହା ଆମେ ଲକ୍ଷ୍ୟ କଲୁ କିଛି ସମୟ, ତା ଦେହରେ କୌଣସି ଲାଇଫ୍ ସପୋର୍ଟ ନଥିଲା। ଜାଣି ହଉନି, ଏତେ ଦୂରରୁ ଜାଣି ହଉନି। ଯେହେତୁ ଲେଡିଜ ଥିଲେ, ହୁଏତ ପଜିଟିଭ ହେଇପାରନ୍ତି, ନାହିଁ ତ ଯେହେତୁ ଏତେ ଲୋକ ଥିଲେ ଆଉ ଷ୍ଟଣ୍ଟ ମାରୁଥିଲେ, ମାନେ ଗୋଟେ ଅଭିଜ୍ଞତା ଥିଲା ଭଳିଆ ଷ୍ଟଣ୍ଟ ମାରୁଥିଲେ, ହୁଏତ ଲୋକାଲ ଲୋକ ବି ହେଇପାରନ୍ତି। ଭିଡିଓ ଆମେ ଦେଖୁଛୁ, ଗଣମାଧ୍ୟମରୁ ଦେଖୁଛୁ। ଜିଲ୍ଲା ପ୍ରଶାସନ ଏ ବିଷୟରେ ପ୍ରାୟ ଜାଣି ସାରିବେନି, ତେଣୁକରି ସେ ତାଙ୍କ ତଦନ୍ତ ନିଶ୍ଚିତ କରିବେ, ଚୁପଚାପ ବସିବେନି। ଆମେ ବି ତଦନ୍ତ ନିଶ୍ଚୟ କରିବୁ। ସେ ଡଙ୍ଗା ଟୁରିଷ୍ଟ ବାଲାଙ୍କର ଥିଲା କି କୌଣସି ଲୋକାଲ ଥିଲା। ବ୍ୟବସାୟୀ ତାଙ୍କର ସିଏ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଦେଇଥିବ, ପ୍ରାୟ 2-3ଟା ଜାଗାରେ ବୋଟ ପଡୁଛି, ସେଇଟା ନିଶ୍ଚିତ ପରମିଶନ ଅଛି। ହଁ, ତାଙ୍କର ପରମିଶନ ଅଛି। କିନ୍ତୁ କାଲି ଡଙ୍ଗା ଏଟା ସଡନ ଆସିଲା, ତାର କିଛି ପରମିଶନ ନଥିବ ବୋଲି ମୁଁ ଭାବୁଛି। ନିଶ୍ଚୟ ବିପଦଜନକ।
ସମୁଦ୍ର ବିଚ୍ ଠାରୁ 200-250 ମିଟର ଭିତରେ ୱିଦାଉଟ୍ ଲାଇଫ ସପୋର୍ଟରେ ବିପଦ ଡେଫିନେଟଲି ଆକ୍ସନ ପ୍ରଶାସନ ତାଙ୍କ ଉପରେ କଣ ଆକ୍ସନ ନେଇପାରିବେ ତଦନ୍ତ କଲା ପରେ ଜଣା ପଡିବ ସେ ଡଙ୍ଗାଟା ଟୁରିଷ୍ଟ ଥିଲେ ଯଦି ଟୁରିଷ୍ଟ ଥିଲେ କିଏ ନେଇଥିଲା କିଏ ପରମିଶନ ନେଇଥିଲା କଣ ସେଇଟା ତ ପ୍ରଶାସନ କଥା ଆମ ଡିପାର୍ଟମେଣ୍ଟ ବହୁତ ବଢିଆ ଆଲର୍ଟ ଅଛି ଫାୟାର ସର୍ଭିସ ତରଫରୁ କାଲି ଏମିତି ଆୟୋଜନ କରାଯାଇଥିଲା ଯେ କି ଆଶ୍ଚର୍ଯ୍ୟର କଥା କାଲି ଗୋଟେ ଡ୍ରାଉନିଂ କଲ୍ ବି ହେଇନି